ବାଲି ମାଫିଆଙ୍କ ଘରେ ଇଡି ବିଭାଗର ବଡ଼ ଧରଣର ଚଢ଼ାଉ। ଏନ୍ଜିଟି ଜରିମାନା ଖିଲାପ କରିଥିବାରୁ ଚାଲିଛି ରେଡ୍। ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଞ୍ଚଳରେ ଇଡିର ବଡ଼ ଧରଣର ଚଢ଼ାଉ ପ୍ରକ୍ରିୟା ଜାରି ରହିଛି। ଭୁବନେଶ୍ୱରରୁ ଆସିଥିବା ଇଡିର 20 ଜଣରୁ ଉର୍ଦ୍ଧ୍ୱ କର୍ମଚାରୀ ଚଢ଼ାଉ କରୁଛନ୍ତି। ଏନ୍ଜିଟି ଜରିମାନା ଖିଲାପ କରି ବାଲି ସୈରାତ ଲିଜଧାରୀ ଭାଲୁ ଓ ପ୍ରଦୀପ ବିଧାଣୀଙ୍କ ଘରେ ଗୁରୁବାର ସକାଳୁ ଇଡି ଚଢ଼ାଉ କରିଛି। ଇଡି 2ଟି ଟିମ୍ ଡାହିସାହି ଗ୍ରାମସ୍ଥିତ ପ୍ରଦୀପ ବିଧାଣୀଙ୍କ ଘରେ ଓ ଦେଶୀ ମଦ ଭାଟିରେ ଏକାସାଙ୍ଗେ ଚଢ଼ାଉ କରିଛନ୍ତି। ବୋରସାହି ଥାନା ଅଞ୍ଚଳରେ ବୁଢ଼ାବଳଙ୍ଗ ନଦୀରୁ ବେଆଇନ ବାଲି ସୈରାତ କରି ବାଲି ଉତ୍ତୋଳନ ନେଇ ପୂର୍ବରୁ ଅଭିଯୋଗ ହୋଇଥିଲା, ଯେଉଁ ମାମଲାରେ ତାଙ୍କୁ 18 କୋଟି ଟଙ୍କାର ଜରିମାନା ହୋଇଥିଲା, ଯାହାକୁ ନେଇ ସିଆର୍ପିଏଫ୍ କଡ଼ା ସୁରକ୍ଷା ବଳରେ ଚଢ଼ାଉ ସହ ପ୍ରଦୀପକୁ ଭୁବନେଶ୍ୱରରୁ ଆସିଥିବା ଇଡି ଟିମ୍ ପଚରାଉଚରା କରୁଛନ୍ତି। ଏନେଇ ଇଡି ପକ୍ଷରୁ ସବିଶେଷ ତଥ୍ୟ ପ୍ରଦାନ କରିନଥିବା ବେଳେ ଚଢ଼ାଉ ପ୍ରକ୍ରିୟା ପରେ ସୂଚନା ପ୍ରଦାନ କରିଛି ବୋଲି କହିଛନ୍ତି।